বড়দিন উপলক্ষে সুন্দর ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ରଚନା। ସର୍ବପ୍ରଥମେ ଉପକ୍ରମ। ବଡ଼ଦିନ ବା ଖ୍ରୀଷ୍ଟମାସ ହେଉଛି ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କର ଏକ ମୁଖ୍ୟ ପର୍ବ। ଏହା ପ୍ରତିବର୍ଷ ଡିସେମ୍ବର ମାସ 25 ତାରିଖ ଦିନ ସାରା ବିଶ୍ୱରେ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହିତ ପାଳନ କରାଯାଏ। ଏହି ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ, ତେଣୁ ଏହାକୁ ଖ୍ରୀଷ୍ଟ ଜୟନ୍ତୀ ବା ଖ୍ରୀଷ୍ଟମାସ ଡେ କୁହାଯାଏ। ପାଳନର କାରଣ ଓ ମହତ୍ତ୍ୱ। ଖ୍ରୀଷ୍ଟୀୟ ଧର୍ମଗ୍ରନ୍ଥ ବାଇବେଲ ଅନୁଯାୟୀ ମାତା ମେରୀ ଓ ସନ୍ଥ ଯୋସେଫ ବେଥଲେହେମ ସହରରେ ଏକ ଗୁହାଳରେ ଯୀଶୁଙ୍କୁ ଜନ୍ମଗ୍ରହଣ କରିଥିଲେ। ଯୀଶୁ ଜଗତର ପାପ ମୋଚନ କରିବାକୁ ଏବଂ ଲୋକଙ୍କୁ ସତ୍ୟ ଓ ଧର୍ମର ମାର୍ଗ ଦେଖାଇବାକୁ ଅବତାର ନେଇଥିଲେ, ତେଣୁ ଏହି ଦିନକୁ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ଅତ୍ୟନ୍ତ ପବିତ୍ର ଭାବରେ ପାଳନ କରନ୍ତି। ବଡ଼ଦିନ ଆମକୁ କ୍ଷମା, ତ୍ୟାଗ, କରୁଣା ଏବଂ ମାନବ ପ୍ରତି ସେବା ଭଳି ମହତ୍ତ୍ୱପୂର୍ଣ୍ଣ ମୂଲ୍ୟବୋଧ ଶିଖାଇଥାଏ। ପାଳନ ପ୍ରଣାଳୀ ଓ ବିଶେଷତା। ବଡ଼ଦିନ ପୂର୍ବରୁ ଘର, ଗିର୍ଜା ଓ ବଜାରକୁ ରଙ୍ଗୀନ ଆଲୋକମାଳା, ତାରା ଏବଂ ଫୁଲରେ ସୁସଜ୍ଜିତ କରାଇଥାଏ। ଖ୍ରୀଷ୍ଟମାସ ବୃକ୍ଷ ବା ଖ୍ରୀଷ୍ଟମାସ ଟ୍ରି ଏହି ପର୍ବର ମୁଖ୍ୟ ଆକର୍ଷଣ। ଲୋକମାନେ ଛୋଟ ଛୋଟ ଉପହାର ଓ ଆଲୋକରେ ଖ୍ରୀଷ୍ଟମାସ ବୃକ୍ଷକୁ ସଜାଇଥାନ୍ତି। ଏହା ଅନନ୍ତ ଜୀବନର ପ୍ରତୀକ ଅଟେ। ସାନ୍ତା କ୍ଲଜ ବଡ଼ଦିନର ଆଉ ଏକ ପ୍ରମୁଖ ଚରିତ୍ର। ସେ ପିଲାମାନଙ୍କୁ ଉପହାର ବାଣ୍ଟିବା ଦ୍ୱାରା ଉତ୍ସବର ମଜା ଦ୍ୱିଗୁଣିତ ହୋଇଯାଏ। ଏହି ଦିନ ବନ୍ଧୁବାନ୍ଧବ ଓ ପରିବାର ବର୍ଗ ଏକାଠି ହୋଇ ଭୋଜିରେ ଆୟୋଜନ କରନ୍ତି ଏବଂ ପରସ୍ପରକୁ ଉପହାର ଦିଅନ୍ତି। ଉପସଂହାର ବା ଶେଷ କଥା। ବଡ଼ଦିନ କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ହେଉଛି ଆନନ୍ଦ, ଉଲ୍ଲାସ ଏବଂ ମାନବିକତାର ଏକ ମହାମିଳନ। ଏହି ପର୍ବ ସମସ୍ତଙ୍କ ମନରେ ଶାନ୍ତି, ସଦ୍ଭାବନା ଏବଂ ସମୃଦ୍ଧିର ଭାବନା ସୃଷ୍ଟି କରିଥାଏ। ଏହି ଦିନଟି ଆମକୁ ଭେଦଭାବ ଭୁଲି ଏକଜୁଟ ହେବା ପାଇଁ ପ୍ରେରଣା ଯୋଗାଇଥାଏ। ତ ପିଲାମାନେ, ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚିତ ଜଣାଇବେ। ଥ୍ୟାଙ୍କ ୟୁ।